ଯୀଶୁଖ୍ରୀଷ୍ଟ ନାମରେ ମୋର ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆଜି ବାକ୍ୟ ପଢ଼ିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କ ନାମର ଗୌରବ ହେଉ। ଆଜି ମୁଁ ଯେଉଁ ବାକ୍ୟ ପଢ଼ିବା ପାଇଁ ଯାଉଅଛି, ଯୋହନ ଲିଖିତ ସୁସମାଚାର 12 ଅଧ୍ୟାୟର 27 ପଦରୁ 36 ପଦ ପର୍ଯ୍ୟନ୍ତ। ଆସନ୍ତୁ ବାକ୍ୟ ଦେଖିବା। ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ସୂଚନା। ଏବେ ମୋହର ପ୍ରାଣ ଉଦ୍ବିଗ୍ନ ହେଉଅଛି, ଆଉ ମୁଁ କ'ଣ କରିବି? ପିତା, ମୋତେ ଏହି ସମୟଠାରୁ ରକ୍ଷା କର। କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟରୁ ଆସିଅଛି। ପିତା, ଆପଣ ନାମ ମହିମାନ୍ୱିତ କର। ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ। ତେଣୁ ପାଖରେ ଠିଆ ହୋଇଥିବା ଲୋକ ସମୂହ ଏହା ଶୁଣି ମେଘ ଗର୍ଜନ ହେଲା ବୋଲି କହିଲେ। ଅନ୍ୟମାନେ କହିଲେ, ଜଣେ ଦୂତ ଏହାକୁ କଥା କହୁଅଛନ୍ତି। ଯୀଶୁ ଉତ୍ତର ଦେଲେ, ମୋ ନିମନ୍ତେ ଏହି ବାଣୀ ହୋଇନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି। ଏବେ ଏହି ଜଗତରେ ବିଚାର ଉପସ୍ଥିତ। ଏବେ ଏହି ଜଗତର ଅଧିପତିଙ୍କୁ ବାହାରେ ପକାଯିବ, ଆଉ ମୁଁ ମଧ୍ୟ ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି। ତାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। ସେ କେଉଁ ପ୍ରକାର ମୃତ୍ୟୁ ଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ। ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଚିରକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ। ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବ ବୋଲି ତୁମେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତି ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତି ଥାଉ ଥାଉ ଗମନାଗମନ କର। ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି ତାହା ଜାଣେ ନାହିଁ। ତୁମ୍ଭେମାନେ ଯେପରି ଜ୍ୟୋତିର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତି ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିରେ ବିଶ୍ୱାସ କର। ଯୀଶୁ ଏହି ସମସ୍ତ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ। ପ୍ରଭୁ ଅଳ୍ପ ବାକ୍ୟରେ ଆମ